माता जी प्रभु जी हरे कृष्ण। हरे कृष्ण। हरे कृष्ण माने कौन माता जी? हरे कृष्ण माने संस्कार संस्कार संस्कार। अच्छा, संस्कार कौन माता जी? शिष्टाचार शिष्टाचार। शिष्टाचार कौन माता जी? भद्रामी भद्रामी। अच्छा, भद्रामी कौन माता जी? ଜଣକୁ ହରେ କୃଷ୍ଣ ବୋଲି ପ୍ରଣାମ କଲେ ଭଗବାନ ଅତିଥିକୁ ସମ୍ମାନରେ କୁହାଯାଏ। अच्छा, ये जो संस्कार ये जो प्रणाम ये सब जिनस कौटू आप शिखले माता जी? ମୁଁ ସାନବେଳକୁ ଶିଖିଛି। आपन किए शिखले माता जी? ମୋ ମା। तुम माँ? ହୁଁ अच्छा, तुम माँ शिखले ना कि? ହୁଁ तुम माँकर डाकना कौन? ପାର୍ବତୀ ନାୟକ पार्वती नायक। अच्छा, बापाଙ୍କର डाकना कौन? ଯୁଧିଷ୍ଠି युधिष्ठिर नायक नहीं कि? यदि माँଙ୍କର डाकना ହେଲା ପାର୍ବତୀ ନାୟକ ଆଉ ଗୋଟେ ମା ଅଛି ମାନେ ସାବତ ମା ନା ଓ ମା ମୋର ପାଳନକର୍ତ୍ତା। ପାଳନକର୍ତ୍ତା ମା। ଆଚ୍ଛା ଆଚ୍ଛା, ତାମାନେ ତୁମ ପାଳନକର୍ତ୍ତା ମା ଆଉ ଜନ୍ମକର୍ତ୍ତା ମା ଭିତରେ ବଡ଼ କିଏ? ରମେଶ ଚନ୍ଦ୍ର ରାଉତ। ରମେଶ ରାଉତ ତମର ମା କି? ହଁ, ମା ବାପା ସବୁ କେମିତି ଦିଟା କର୍ତ୍ତବ୍ୟ କରିଛନ୍ତି। କ'ଣ କର୍ତ୍ତବ୍ୟ କଲେ? ମାର କର୍ତ୍ତବ୍ୟ କରିଛନ୍ତି, ବାପାର କର୍ତ୍ତବ୍ୟ କରିଛନ୍ତି। ଆଚ୍ଛା 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 ଆଚ୍ଛା, ତାମାନେ ତମର ଦୁଇ ମା ଭିତରେ ବଡ଼ ହେଲେ କିଏ? ପାଳନକର୍ତ୍ତା ରମେଶ ରାଉତ ନାଇଁ କି? ହଁ ଆଚ୍ଛା, ଶୁଣ ଗୋଟେ କଥା କହୁଛି ମାତାଜୀ, ଆପଣ ହଁ ଯେଉଁ ତୁଳସୀ ମାଳି ପିନ୍ଧୁଛନ୍ତି ହଁ ହଁ ନାଇଁ, ହଁ ତୁଳସୀ ମାଳିର କିଛି ମନ୍ତ୍ର ତତ୍ତ୍ୱ ଥିବ, ହଁ। ସେ ମନ୍ତ୍ର ଟିକେ ଆପଣ କହିଲେ। ତୁଳସୀ ମାର କି? ହଁ, ତୁଳସୀ ମାଳର ତୁଳସୀ ମାର ପରିକ୍ରମା କଲେ ଗୋ ହତ୍ୟାରୁ ମୁକ୍ତି ମିଳେ। ଆଚ୍ଛା, ଆଉ କ'ଣ ହୁଏ? ଆଉ ସବୁ କିଛି ହୁଏ। ଆଚ୍ଛା, ନା ତୁଳସୀ ମାଳି ଆପଣ ପିନ୍ଧୁଛନ୍ତି ଯେ ତାର ମନ୍ତ୍ର କିଛି ଥିବ, ତୁଳସୀ ମାଳିର ମନ୍ତ୍ର, ହଁ, ସେ ମନ୍ତ୍ରଟା ଆପଣ ଜପ କଲେ କହିଲେ ମୋତେ। ପରିକ୍ରମା ମନ୍ତ୍ର କହିବି? ହଁ, ଆପଣ କୁହନ୍ତୁ। ତାନି କାନି ଚକା ପାନି ବ୍ରହ୍ମହତ୍ୟା ଅଧିକାନି ଚ ତାନି ତାନି ପ୍ରଣାୟନ୍ତେ ପ୍ରଦକ୍ଷିଣେ ପଦେ ପଦେ। ତାର ଅର୍ଥ ହେଲା ଗୋ ହତ୍ୟା ମୁକ୍ତି ମିଳେ। ଆଚ୍ଛା, ଗୋହତ୍ୟା ଦୋଷରୁ ମୁକ୍ତି ହେବା ପାଇଁ ତୁଳସୀ ମନ୍ତ୍ରଟା ଜପ କରିବା ଦରକାର ନାଇଁ କି? ଯଦି ତୁଳସୀ ମାଳି ଜପ କରୁଛ ମାତାଜୀ, ହଁ ନା ନାଇଁ? ଜପ ନାହିଁ, ପରିକ୍ରମା। ତୁଳସୀ ଆଚ୍ଛା, ବୃନ୍ଦାବତୀ ପରିକ୍ରମା। ଏଇଟା ବୃନ୍ଦାବତୀ ପରିକ୍ରମା। ଆଚ୍ଛା ଆଚ୍ଛା ଆଚ୍ଛା, ବୃନ୍ଦାବତୀ କିଏ? ସତୀମା। ସତୀ ମା। ସେ କିଏ? ତାଙ୍କ ବିଷୟ